ବାଇକ୍ ଚାଳକକୁ 5 ଫୁଟ ଘୋଷାଡ଼ି ନେଲା ଟ୍ରକ୍, ଚାଲିଗଲା ଚାଳକଙ୍କ ଜୀବନ। ମୃତଦେହ ରଖି ରାସ୍ତା ରୋକ କଲେ ଲୋକେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୁ ପଲଙ୍କୁ ସଂଯୋଗ କରୁଥିବା ରାସ୍ତାର ରୁପ୍ରା ଜଗନ୍ନାଥ ମନ୍ଦିର ଛକର ବୁଲାଣିଠାରେ। ଟ୍ରକ୍ ଓ ବାଇକ୍ ଧକ୍କା ହେବାରୁ ଘଟଣାସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଉକ୍ତ ଦୁର୍ଘଟଣା ଯୋଗୁଁ ବାଇକ୍ ଚାଳକଙ୍କ ମୁଣ୍ଡ ସମେତ ଦେହ ସାରା ଆଘାତ ଲାଗିଥିବା ଦେଖିବାକୁ ମିଳିଛି। ଟ୍ରକ୍ ଚକରେ ପ୍ରାୟ 5 ଫୁଟ ଘୋଷାଡ଼ି ନେବାରୁ ଘଟଣାସ୍ଥଳରେ ହିଁ ଗୁରୁତର ହୋଇପଡ଼ିଥିଲେ ବାଇକ୍ ଆରୋହୀ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ରାସ୍ତା ପାର୍ଶ୍ୱକୁ ନେବାର କିଛି ସମୟ ପରେ ତାଙ୍କ ଜୀବନ ଚାଲିଥିବା ଜଣାପଡ଼ିଛି। ଉକ୍ତ ଘଟଣା ସମ୍ପର୍କରେ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ଘଟଣାସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି। ମୃତ ବ୍ୟକ୍ତି ଜଣକ ରୁପ୍ରା ରୋଡର ସାନବାବୁ ନାଗ ବୋଲି ଜଣାପଡ଼ିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ CG15A 3420 ନମ୍ବର ବିଶିଷ୍ଟ ଏକ ଟ୍ରକ୍ ସାନବାବୁଙ୍କ ବାଇକ୍ OD 08M 5790କୁ ପ୍ରାୟ 5 ଫୁଟ ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା।